ବର୍ତ୍ତମାନ ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ 5ଟି ନୂଆ ଅପଡେଟ୍ ହୋଇଛି। ଯଦି ଆପଣମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇନାହାନ୍ତି ତାହେଲେ ଆପଣମାନଙ୍କୁ ଏହି 5ଟି ଅପଡେଟ୍ ବିଷୟରେ ନିହାତି ଜାଣିବାକୁ ପଡ଼ିବ। ତା ସହିତ ଯେଉଁମାନେ ସୁଭଦ୍ରା ଯୋଜନା ଅଧୀନରେ ଗୋଟିଏ କିସ୍ତିର ଟଙ୍କା ପାଇସାରିଛନ୍ତି ସେମାନଙ୍କୁ ମଧ୍ୟ ଏହି ଅପଡେଟ୍ଟିକୁ ନିହାତି ଜାଣିବାକୁ ପଡ଼ିବ। এই ଯେଉଁ ଆପଣଙ୍କର 5ଟି ନୂଆ ଅପଡେଟ୍ ହୋଇଛି ଏହି 5ଟି ଅପଡେଟ୍ ବିଷୟରେ ସର୍ବପ୍ରଥମେ ଆପଣମାନେ ଜାଣି ରଖନ୍ତୁ। ପ୍ରଥମ ରହିଛି ଏହି କିସ୍ତିରେ କାହିଁକି ସେମାନଙ୍କୁ ମିଳିଲାନି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା। 2 ନମ୍ବର ରହିଛି ଯେଉଁମାନଙ୍କୁ ଏହି କିସ୍ତିରେ ଟଙ୍କା ମିଳିନି ସେମାନଙ୍କୁ କେବେ ସୁଦ୍ଧା ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ମିଳିବ। 3 ନମ୍ବର ରହିଛି ସୁଭଦ୍ରା ଯୋଜନାର ଯେଉଁ ଆପଣଙ୍କର ଦ୍ୱିତୀୟ କିସ୍ତିର ଟଙ୍କା ଆସିବ, ଯାହାକି ମାର୍ଚ୍ଚ 8 ତାରିଖରେ ଦ୍ୱିତୀୟ କିସ୍ତିରେ ଯେଉଁ ଆପଣଙ୍କର ଟଙ୍କା ଆସିବ ସେହି ଦ୍ୱିତୀୟ କିସ୍ତିରେ କେଉଁମାନେ ଟଙ୍କା ପାଇପାରିବେ ଏଥିଲା ଆପଣମାନଙ୍କ ପାଇଁ 3 ନମ୍ବର ଅପଡେଟ୍। 4 ନମ୍ବର ଅପଡେଟ୍ କ'ଣ ରହିଛି, ମାର୍ଚ୍ଚ 8 ତାରିଖରେ କିଛି ହିତାଧିକାରୀଙ୍କୁ ଯାହାକି 10,000 ଟଙ୍କା ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ କହି ଆସିଛନ୍ତି। ତେବେ କେଉଁ ହିତାଧିକାରୀଙ୍କୁ 10,000 ଟଙ୍କା ମିଳିବ ସେ ନେଇ ମଧ୍ୟ ଅପଡେଟ୍ ଜାଣିପାରିବେ। ତାପରେ ଦେଖନ୍ତୁ ଆପଣଙ୍କର 5 ନମ୍ବରରେ କ'ଣ ରହିଛି, ଦ୍ୱିତୀୟ କିସ୍ତିରେ କିଛି ଲୋକଙ୍କୁ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ମିଳିବନି, କାହିଁକିନା ସେମାନେ ପ୍ରଥମ କିସ୍ତିରେ ଟଙ୍କା ପାଇଥିଲେ ମଧ୍ୟ ସେମାନେ ସୁଭଦ୍ରା ଯୋଜନାର ଯେଉଁ ଦ୍ୱିତୀୟ କିସ୍ତିର ଟଙ୍କା ଆସିବ ସେହି ଦ୍ୱିତୀୟ କିସ୍ତିରେ ସେମାନେ ଟଙ୍କା ପାଇପାରିବେନି। କ'ଣ ରହିଛି କାରଣ ସେ ନେଇ ମଧ୍ୟ ଆପଣମାନେ ପୁରା ଡିଟେଲ୍ ଜାଣିପାରିବେ। ସେଥିପାଇଁ ଆପଣମାନେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଦେଲା ପରେ ଏହି 5ଟି ଅପଡେଟ୍ ବିଷୟରେ ପୁରା ଡିଟେଲ୍ ଜାଣିପାରିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯାହାକି ଆପଣମାନେ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ମଧ୍ୟ ପାଇପାରିବେ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଗଭର୍ଣ୍ଣମେଣ୍ଟର ଯାହା ବି ନୂଆ ନୂଆ ଯୋଜନାର ଅପଡେଟ୍ ଆସିବ ଆପଣ ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଜାଣିପାରିବେ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆପଣଙ୍କର ଯେଉଁ ଫେବୃଆରୀ 8 ତାରିଖରେ ସୁଭଦ୍ରା ଯୋଜନା ଅଧୀନରେ 18 ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନା ଅଧୀନରେ 5,000 ଟଙ୍କା ଟ୍ରାନ୍ସଫର କରାଯାଇଛି, ଯାହାକି ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ କହିବାକୁ ଗଲେ 1 କୋଟି ପାଖାପାଖି ଲୋକ ଟଙ୍କା ପାଇସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏମିତି ବି କିଛି ହିତାଧିକାରୀ ଅଛନ୍ତି ଯେଉଁମାନେ କି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇନାହାନ୍ତି। ସେଥିପାଇଁ ଆପଣମାନଙ୍କ ଲାଗି ମୁଁ 5ଟି ଅପଡେଟ୍ ନେଇ ଆସିଛି। ଯେଉଁମାନେ ବି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇଛନ୍ତି ସେମାନେ ମଧ୍ୟ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ଯେଉଁମାନେ ସୁଭଦ୍ରା ଯୋଜନା ଅଧୀନରେ ଏଯାଏଁ ଟଙ୍କା ପାଇନାହାନ୍ତି ସେମାନେ ମଧ୍ୟ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଦେଲା ପରେ ଆପଣମାନଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଆପଣମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଯାହାକି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ମଧ୍ୟ ପାଇପାରିବେ। ଦେଖନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଏପର୍ଯ୍ୟନ୍ତ କାହିଁକି ମିଳିଲାନି ସୁଭଦ୍ରା ଯୋଜନା ଅଧୀନରେ 5,000 ଟଙ୍କା। ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ 4ଟା ଫେଜ୍ର ଟଙ୍କା ଦିଆଯାଇଛି। କିନ୍ତୁ ଏମିତି କିଛି ହିତାଧିକାରୀ ଅଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ 5,000 ଟଙ୍କା ପାଇନାହାନ୍ତି, କାହିଁକିନା ତାଙ୍କର ଯେଉଁ ଡକୁମେଣ୍ଟ ରହିଛି ସେହି ଡକୁମେଣ୍ଟରେ କିଛି ନା କିଛି ତ୍ରୁଟି ରହିଛି। ସେଥିପାଇଁ ସେମାନେ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇପାରୁନାହାନ୍ତି। ସେଥିପାଇଁ ଆପଣମାନଙ୍କୁ ମୁଁ ପୂର୍ବରୁ ମଧ୍ୟ କହି ଆସିଛି ଯେ ଆପଣମାନେ କ'ଣ କରିବେ, ସୁଭଦ୍ରା ଯୋଜନାର ଯେଉଁ ୱେବସାଇଟ୍ ରହିଛି ସେହି ୱେବସାଇଟ୍କୁ ଆସିଯିବେ। ଆସିଗଲା ପରେ ଆପଣଙ୍କର ଷ୍ଟାଟସ୍ଟିକୁ ଆପଣ ଚେକ୍ କରିଦେବେ। ଷ୍ଟାଟସ୍ରେ ଚେକ୍ କରିଦେଲା ପରେ ଆପଣଙ୍କର କ'ଣ ଅସୁବିଧା ହୋଇଛି ସେଇଠି ଆପଣମାନେ ପୁରା ଡିଟେଲ୍ ଜାଣିପାରିବେ। ଦେଖନ୍ତୁ ମେନଲି ଆପଣଙ୍କର ଅସୁବିଧା ରହିଛି ଇ-କେୱାଇସିକୁ ନେଇ। ତା ସହିତ ଆପଣଙ୍କର ସବୁଠାରୁ ବଡ଼ ଆପଣଙ୍କର ଅସୁବିଧା ରହିଛି ଆପଣଙ୍କର ଆଧାର କାର୍ଡ଼ରେ ମୋବାଇଲ୍ ନମ୍ବରଟି ଲିଙ୍କ୍ ହୋଇନଥିବ କିମ୍ବା ଆପଣଙ୍କର ଆଧାର କାର୍ଡ଼ଟି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ୍ ହୋଇନଥିବ। ଏସବୁ ଯାହାକି ପ୍ରୋବ୍ଲେମ୍ କାରଣରୁ ସେମାନେ ଯାହାକି ସୁଭଦ୍ରା ଯୋଜନା ଅଧୀନରେ ଏହି କିସ୍ତିରେ ମଧ୍ୟ ସେମାନେ ବାଦ୍ ପଡ଼ୁଛନ୍ତି। ଯେ ପର୍ଯ୍ୟନ୍ତ ସେହି ହିତାଧିକାରୀମାନେ ଏହିସବୁକୁ ଯାହାକି କରେକ୍ସନ୍ ନ କରୁଛନ୍ତି ସେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ ସେମାନେ ଟଙ୍କା ପାଇପାରିବେନି। ଏଥିଲା ପ୍ରଥମ ଅପଡେଟ୍। 2 ନମ୍ବର ଦେଖନ୍ତୁ, ଯେଉଁମାନଙ୍କୁ ଏହି କିସ୍ତିରେ ଟଙ୍କା ମିଳିନି ସେମାନଙ୍କୁ କେବେ ଆପଣଙ୍କର ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ମିଳିବ। ଦେଖନ୍ତୁ ଯେଉଁମାନେ ବି ଏହି କିସ୍ତିରେ ଟଙ୍କା ପାଇନାହାନ୍ତି ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଟଙ୍କା ମିଳିବ, କିନ୍ତୁ ଆପଣଙ୍କର ଡକୁମେଣ୍ଟଟି ଭେରିଫିକେସନ୍ ହୋଇସାରିଲା ପରେ ଆପଣଙ୍କର ସବୁକିଛି ଠିକ୍ ଠାକ୍ କରିସାରିଲା ପରେ ଆପଣମାନେ ଯାହାକି ସୁଭଦ୍ରା ଯୋଜନା ଅଧୀନରେ ପରବର୍ତ୍ତୀ କିସ୍ତିରେ ଟଙ୍କା ପାଇପାରିବେ। ଏଥିରେ ଆପଣଙ୍କର 2 ନମ୍ବର ଅପଡେଟ୍। 3 ନମ୍ବର ଅପଡେଟ୍ କ'ଣ ରହିଛି, ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା ଆସିବାକୁ ଯାଉଛି। ଦେଖନ୍ତୁ ପ୍ରଥମ କିସ୍ତିର ତ 4ଟା ଫେଜ୍ରେ ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ରାଜ୍ୟ ସରକାରଙ୍କ ତରଫରୁ 5,000 ଟଙ୍କା ଟ୍ରାନ୍ସଫର କରାଯାଇଛି। କିନ୍ତୁ ମାର୍ଚ୍ଚ 8 ତାରିଖରେ ଏହି ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କା ଆସିବ। ଦ୍ୱିତୀୟ କିସ୍ତିରେ ଯେଉଁମାନେ ଆଗରୁ ଟଙ୍କା ପାଇଥିଲେ ଏବଂ ସବୁକିଛି ସେମାନଙ୍କର ଠିକ୍ଠାକ୍ ରହିଛି, ଆପଣଙ୍କର ପ୍ରଥମ କିସ୍ତିରେ ଯଦି ଆପଣମାନେ ଟଙ୍କା ପାଇଛନ୍ତି ଏବଂ ଆପଣଙ୍କର ନାଁ ଯଦି ସୁଭଦ୍ରା ଯୋଜନାର ଯେଉଁ ଏପ୍ରୁଭ୍ ଲିଷ୍ଟ ରହିଛି ସେହି ଏପ୍ରୁଭ୍ ଲିଷ୍ଟରେ ଯଦି ରହିଛି ତାହେଲେ ଆପଣମାନେ ସୁଭଦ୍ରା ଯୋଜନାର ଯେଉଁ ଦ୍ୱିତୀୟ କିସ୍ତିର ଟଙ୍କା ଆସିବ
ମାର୍ଚ୍ଚ 8 ତାରିଖରେ ଆପଣମାନେ ମଧ୍ୟ 5,000 ଟଙ୍କା ପାଇପାରିବେ। ତାପରେ ଦେଖନ୍ତୁ 4 ନମ୍ବର ଅପଡେଟ୍ କ'ଣ ରହିଛି, ମାର୍ଚ୍ଚ 8 ତାରିଖରେ କିଛି ହିତାଧିକାରୀଙ୍କୁ ଯାହାକି 10,000 ଟଙ୍କା ଦିଆଯିବ। ଦେଖନ୍ତୁ ବହୁତ ସାରା ମହିଳାମାନେ ଭାବୁଛନ୍ତି ଯେ କେଉଁମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ 10,000 ଟଙ୍କା ଦିଆଯିବ। ଦେଖନ୍ତୁ ଯେଉଁମାନଙ୍କର ଡକୁମେଣ୍ଟରେ କିଛି ତ୍ରୁଟି ଥିଲା, ତା ସହିତ ଯଦି କିଛି ହିତାଧିକାରୀ ଡେରିରେ ଯଦି ସେମାନେ ଆବେଦନ କରୁଛନ୍ତି ଏବଂ ସେମାନେ ଯଦି ପ୍ରଥମ କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନେ ଯାହାକି ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଯୋଜନା ଅଧୀନରେ ଏକା ସାଙ୍ଗକୁ 5,000 ଟଙ୍କା କରିକି ଆପଣଙ୍କର 2ଟା କିସ୍ତିରେ ଏକା ସାଙ୍ଗକୁ 10,000 ଟଙ୍କା ପାଇପାରିବେ। କିନ୍ତୁ ତାଙ୍କର ଯାହା ବି ତ୍ରୁଟି ଥିଲା ସେହି ସବୁକୁ ଯାହାକି ସଂଶୋଧନ କଲା ପରେ ଆପଣମାନେ ଏହି ଟଙ୍କାଟି ପାଇପାରିବେ ବୋଲି ସୂଚନା ରହିଛି। ଏଥିଲା ଆପଣମାନଙ୍କ ପାଇଁ 4 ନମ୍ବର ଅପଡେଟ୍। 5 ନମ୍ବର ଅପଡେଟ୍ କ'ଣ ରହିଛି ଦେଖନ୍ତୁ। 5 ନମ୍ବର ଅପଡେଟ୍ ସବୁଠାରୁ ଇମ୍ପୋର୍ଟାଣ୍ଟ ରହିଛି। ଦେଖନ୍ତୁ ଯେଉଁମାନେ ବି ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ କିସ୍ତିରେ ଟଙ୍କା ପାଇସାରିଛନ୍ତି, ସେମାନେ ଯାହାକି ଦ୍ୱିତୀୟ କିସ୍ତିରେ ମଧ୍ୟ ଟଙ୍କା ପାଇପାରିବେ କି ନାହିଁ କିଛି କନଫର୍ମ ନାହିଁ। କାହିଁକିନା ଦେଖନ୍ତୁ କିଛି ହିତାଧିକାରୀ ସୁଭଦ୍ରା ଯୋଜନା ଅଧୀନରେ ଇ-କେୱାଇସି ଏପର୍ଯ୍ୟନ୍ତ କରିନାହାନ୍ତି। ଦେଖନ୍ତୁ ଯଦି ଆପଣମାନେ ପ୍ରଥମ କିସ୍ତିର ଟଙ୍କା ପାଇସାରିଛନ୍ତି, ତଥାପି ଆପଣମାନେ କ'ଣ କରିବେ, ସୁଭଦ୍ରା ଯୋଜନାର ଯେଉଁ ୱେବସାଇଟ୍ ରହିଛି ସେ ୱେବସାଇଟ୍କୁ ଯାଇକି ଆପଣଙ୍କର ଯେଉଁ ଷ୍ଟାଟସ୍ ରହିଛି ସେ ଷ୍ଟାଟସ୍ଟିକୁ ଚେକ୍ କରିଦିଅନ୍ତୁ ଆପଣଙ୍କର ଇ-କେୱାଇସି କମ୍ପ୍ଲିଟ୍ ହେଇଛି କି ନାହିଁ। ଦେଖନ୍ତୁ ଯଦି ଆପଣଙ୍କର ଇ-କେୱାଇସି କମ୍ପ୍ଲିଟ୍ ହେଇଛି ଏବଂ ଆପଣମାନେ ଯଦି OTP ବେସ୍ରେ ଇ-କେୱାଇସି କରିଛନ୍ତି, ଯେଉଁ ହିତାଧିକାରୀମାନେ OTP ବେସ୍ରେ ଇ-କେୱାଇସି କରିଛନ୍ତି ଏବଂ ସେମାନେ ଯଦି ଏପର୍ଯ୍ୟନ୍ତ ଆପଣଙ୍କର ବାୟୋମେଟ୍ରିକ୍ ପ୍ରୋସେସ୍ରେ ଇ-କେୱାଇସି କରିନାହାନ୍ତି, ସେମାନେ ପ୍ରଥମ କିସ୍ତିରେ 5,000 ଟଙ୍କା ପାଇଥିଲେ ମଧ୍ୟ ଦ୍ୱିତୀୟ କିସ୍ତିରେ ଆପଣଙ୍କର ଯେଉଁ ମାର୍ଚ୍ଚ 8 ତାରିଖରେ ଯେଉଁ ଆପଣଙ୍କର ଦ୍ୱିତୀୟ କିସ୍ତିର ଟଙ୍କା ଆସିବ, ସେହି କିସ୍ତିରେ ସେମାନେ ଟଙ୍କା ପାଇପାରିବେନି। ସେଥିପାଇଁ ଯେଉଁମାନେ ଆପଣଙ୍କର ପ୍ରଥମ କିସ୍ତିରେ ଟଙ୍କା ପାଇସାରିଛନ୍ତି, ସେମାନେ ଆପଣଙ୍କର ଷ୍ଟାଟସ୍ଟିକୁ ଚେକ୍ କରିଦିଅନ୍ତୁ। ଷ୍ଟାଟସ୍ଟିକୁ ଚେକ୍ କରିଦେଲା ପରେ ଆପଣମାନେ ପୁରା ଡିଟେଲ୍ ଜାଣିପାରିବେ ଯେ ଆପଣଙ୍କର ଷ୍ଟାଟସ୍ରେ ସବୁକିଛି ଠିକ୍ଠାକ୍ ଅଛି କି ନାହିଁ। ଯଦି ଆପଣଙ୍କର ସବୁକିଛି ଠିକ୍ଠାକ୍ ରହିଛି, ତେବେ ଆପଣମାନେ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇପାରିବେ। ଯଦି ଆପଣଙ୍କର କିଛି ବି ତ୍ରୁଟି ରହିଛି, ମେନଲି ଆପଣଙ୍କର ଯଦି OTP ବେସ୍ରେ ଯଦି ଇ-କେୱାଇସି କରାଯାଇଛି, ତାହେଲେ ଆପଣମାନେ ଆପଣଙ୍କ ପାଖରେ ଯେଉଁ ମୋ ସେବା କେନ୍ଦ୍ର ରହିଛି କିମ୍ବା ଆପଣଙ୍କର ଯେଉଁ CSC ସେଣ୍ଟର ରହିଛି, ସେହି ଜାଗାକୁ ଯାଇକି ଆପଣମାନେ ଆପଣଙ୍କର ଇ-କେୱାଇସିଟିକୁ ବାୟୋମେଟ୍ରିକ୍ ପ୍ରୋସେସ୍ରେ କମ୍ପ୍ଲିଟ୍ କରିଦିଅନ୍ତୁ। ବାୟୋମେଟ୍ରିକ୍ ପ୍ରୋସେସ୍ରେ କମ୍ପ୍ଲିଟ୍ ନ କଲେ ଆପଣମାନେ ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇପାରିବେନି। ସେଥିପାଇଁ ଆପଣମାନେ ଆପଣଙ୍କର ଷ୍ଟାଟସ୍ଟିକୁ ମେନଲି ଚେକ୍ କରିଦିଅନ୍ତୁ। ଠିକ୍ ଅଛି, ଏଥିଲା ଆପଣମାନଙ୍କ ପାଇଁ ସୁଭଦ୍ରା ଯୋଜନାକୁ ନେଇ 5ଟି ନୂଆ ଅପଡେଟ୍। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ ଏବଂ ସୁଭଦ୍ରା ଯୋଜନାକୁ ନେଇ କିଛି ବି ଯଦି ଆପଣଙ୍କ ମନରେ ପ୍ରଶ୍ନ ରହିଛି, ତାହେଲେ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ ମଧ୍ୟ କରିପାରିବେ। ତା ସହିତ ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ୍ ରହିଛି, ସେହି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇକି ଆପଣଙ୍କ ମନରେ ଯାହା ବି କ୍ୱେଶ୍ଚନ୍ ରହିଛି, ସେହି ଟେଲିଗ୍ରାମ ଚ୍ୟାନେଲ୍ ମାଧ୍ୟମରେ ଆପଣମାନେ ଆମକୁ ଜଣାଇ ପାରିବେ, ଯାହାଦ୍ୱାରା ଆପଣଙ୍କର ଯାହା ବି କ୍ୱେଶ୍ଚନ୍ ରହିଛି, ସେହି କ୍ୱେଶ୍ଚନ୍ର ସମାଧାନ କରିବା ପାଇଁ ଆମେ ଚେଷ୍ଟା କରିବୁ।